ବଦଳିବ ପାରାଦୀପ ନେହେରୁ ବଙ୍ଗଳାର ରୂପରେଖ। ୱାଟର ସ୍ପୋର୍ଟିଂର ମଜା ନେବେ ପର୍ଯ୍ୟଟକ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ମହାନଦୀ ବଙ୍ଗୋପସାଗର ମିଳନସ୍ଥଳୀ। ପାରାଦୀପର ଐତିହାସିକ ପର୍ଯ୍ୟଟନସ୍ଥଳୀ ନେହେରୁ ବଙ୍ଗଳାର ହେବ ବିକାଶ। ପର୍ଯ୍ୟଟକମାନଙ୍କ ପାଇଁ ସୁବିଧା ଓ ସୁଯୋଗକୁ ଦିଆଯିବ ଗୁରୁତ୍ୱ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ନେହେରୁ ବଙ୍ଗଳା ପରିଦର୍ଶନ କରିବା ସହିତ ଏହାର ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ ନିମନ୍ତେ ଡିଏଫ୍ଓ, ଜିଲ୍ଲା ପ୍ରଶାସନ ଅଧିକାରୀ ଏବଂ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ସହିତ ମହାନଦୀ ଓ ବଙ୍ଗୋପସାଗର ମିଳନସ୍ଥଳୀ ନିକଟ ମନ୍ନତ ଉଦ୍ୟାନ ପରିଦର୍ଶନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କିଭଳି ପର୍ଯ୍ୟଟନସ୍ଥଳୀ ଭିତ୍ତିଭୂମିର ବିକାଶ ହେବ ଏନେଇ ବିସ୍ତୃତ ଆଲୋଚନା କରିଛନ୍ତି। ପାରାଦୀପ ବନ୍ଦର ନିର୍ମାଣର ଶିଳାନ୍ୟାସ ହୋଇଥିଲା ନେହେରୁ ବଙ୍ଗଳାଠାରେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହେରୁ ଓ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ନେହେରୁ ବଙ୍ଗଳାଠାରେ ପାରାଦୀପ ବନ୍ଦରର ଶୁଭ ଦିଆଯାଇଥିଲା, ଯାହାକୁ ନେଇ ନେହେରୁ ବଙ୍ଗଳାଠାରେ ରହିଥିବା ପାରାଦୀପ ବନ୍ଦର ଅତିଥି ଭବନକୁ ଜବାହର ଗେଷ୍ଟ ହାଉସ୍ ଭାବରେ ନାମିତ କରାଯାଇଛି। ଏହା ସହିତ ନେହେରୁ ବଙ୍ଗଳାରେ ରହିଥିବା 7 ମହଲା କୋଠା ସେ ସମୟର ଇତିହାସକୁ ମନେ ପକାଉଛି। ଏହି ଐତିହାସିକ ଗୁରୁତ୍ୱକୁ ବଜାୟ ରଖି ନେହେରୁ ବଙ୍ଗଳା ପରିସରରେ ଶିଶୁ ଉଦ୍ୟାନ ନିର୍ମାଣ ସହିତ ଚତୁଃପାର୍ଶ୍ୱରେ ପର୍ଯ୍ୟଟକମାନଙ୍କ ପାଇଁ ବସିବା ସ୍ଥାନ, ଆମୋଦ ପ୍ରମୋଦର ସୁବିଧା ଏବଂ ପାନୀୟ ଜଳ, ଶୌଚାଳୟ, ଅତ୍ୟାଧୁନିକ ଆଲୋକୀକରଣ ଓ ସୁରକ୍ଷା ଭଳି ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯିବା ସହିତ ପର୍ଯ୍ୟଟକମାନଙ୍କୁ କିପରି ନେହେରୁ ବଙ୍ଗଳା ଆକୃଷ୍ଟ କରିପାରିବ ଏନେଇ ମଧ୍ୟ ସମସ୍ତ ବିଷୟରେ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ଶିଳ୍ପମନ୍ତ୍ରୀ। ଏହାକୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ। ଡିଏଫ୍ଓ ଏବଂ ପାରାଦୀପ ପୋର୍ଟର ବରିଷ୍ଠ ଅଧିକାରୀମାନଙ୍କ ସହ ଯେଉଁ ଆମର ନେହେରୁ ବଙ୍ଗଳାରେ ଯେଉଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଅଛି ଏବଂ କିଭଳି ଭାବରେ ଆହୁରି ଏଠି ପର୍ଯ୍ୟଟନ ମାନଙ୍କୁ ଆକୃଷ୍ଟ କରିବ ଏବଂ ଯାହା ଯାହା ଅପରଚ୍ୟୁନିଟି ବା ସମ୍ଭାବନା ଅଛି ତାକୁ କିଭଳି ଭାବରେ ଆମେ ଡେଭଲପ୍ କରାଇପାରିବା ଏବଂ ପର୍ଯ୍ୟଟନ ମାନଙ୍କୁ ଆକୃଷ୍ଟ କରାଇବା। ଗୋଟେ ପର୍ଯ୍ୟଟନ ସ୍ଥଳୀ ଭାବରେ ଏଠିକି ପର୍ଯ୍ୟଟକ ମାନେ ଆସିବେ। ୟାର ଯେଉଁ ସମ୍ଭାବନା ଅଛି ଏଠି ୱାଟର ସ୍ପୋର୍ଟସ୍ ହଉ କିମ୍ବା ବୋଟିଂର ଫ୍ୟାସିଲିଟି ଏବଂ ମଡ଼ର୍ଣ୍ଣ ଆମ୍ୟୁନିଟିଜ୍ ଇଏ ସବୁ କରାଗଲେ ଏବଂ ପିଲାମାନଙ୍କ ପାଇଁ ମଧ୍ୟ ଏଠି ବିଭିନ୍ନ ପ୍ରକାର ଆନୁଷଙ୍ଗିକ ସୁବିଧା କଲେ ଏ ଆହୁରି ଭବ୍ୟ ଏବଂ ଭଲ ହୋଇପାରିବ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏବଂ ସ୍ଥାନୀୟ ଅଞ୍ଚଳରେ ଏକ ଅର୍ଥନୀତିର ଅଭିବୃଦ୍ଧି ହେବା ସହିତ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ରୋଜଗାର ସୃଷ୍ଟି କରିବାରେ ମଧ୍ୟ ଇଏ ବି ମଧ୍ୟ ଏକ ବଡ଼ ସମ୍ଭାବନା ହୋଇପାରିବ। ତ ସେଇ ଦୃଷ୍ଟିରୁ ଆଜି ୟାକୁ ଆମେ ପରିଦର୍ଶନ କଲୁ ଏବଂ ଜଙ୍ଗଲ ପରିବେଶ ବିଭାଗ ଆମର ଫରେଷ୍ଟ ଡିପାର୍ଟମେଣ୍ଟ ମିନିଷ୍ଟରଙ୍କ ସହିତ ମଧ୍ୟ ଆଲୋଚନା ହୋଇଥିଲା। ସେ ଡିଏଫ୍ଓ ମଧ୍ୟ ଆସିଛନ୍ତି। ଆର ଗୋଟେ ରିପୋର୍ଟ ପ୍ରସ୍ତୁତ କରାଯାଇ ୟାକୁ ଡେଭଲପ୍ କରାଯିବା ପାଇଁ ଆର ଆଜି ଏ ସ୍ଥାନ ପରିଦର୍ଶନ କଲୁ ଏବଂ ପର୍ଯ୍ୟଟନ ସ୍ଥଳୀ ଭାବରେ ପର୍ଯ୍ୟଟକକୁ କିଭଳି ଆକୃଷ୍ଟ କରିବ ସେଇଭଳି ଭାବରେ ୟାକୁ ଡେଭଲପ୍ କରାଯିବ। ନିଶ୍ଚିତ ଭାବରେ ଏବେ ଦେଖିଥିବେ ଗତ କିଛି ଦିନ ତଳେ ଆମର ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯେଉଁ ହାତକୁ ନିଆଯାଇଥିଲା ତା ଭିତରୁ ଆମର ବ୍ଲୁ ଫ୍ଲାଗ ବ୍ରିଜ୍ କରିବା ପାଇଁ ଟେଣ୍ଡର ହୋଇସାରିଛି। ପାରାଦୀପର ବେଳାଭୂମିର ସୌନ୍ଦର୍ଯ୍ୟକରଣ ପାଇଁ, ତାର ରୂପରେଖ ବଦଳିବା ପାଇଁ ଏବଂ ଏବେ ଏ ନେହେରୁ ବଙ୍ଗଳାକୁ ମଧ୍ୟ ଆମେ ହାତକୁ ନେବା କିଭଳି ଏହାର ସୌନ୍ଦର୍ଯ୍ୟକରଣର ବୃଦ୍ଧି ହେବ। ଯେଉଁ ଅପରଚ୍ୟୁନିଟି ଅଛି ପ୍ରାକୃତିକ ସୌନ୍ଦର୍ଯ୍ୟ ଯେଉଁଭଳି ଭାବରେ ଏଠି ଅଛି ୟାକୁ ଆହୁରି ଡେଭଲପ୍ କରି ପର୍ଯ୍ୟଟନ ସ୍ଥଳୀ ଭାବରେ ପର୍ଯ୍ୟଟକକୁ ଆକୃଷ୍ଟ କରିବା। ପାରାଦୀପରୁ ସଞ୍ଜୟ ସେନାପତିଙ୍କ ରିପୋର୍ଟ, ଖବର ଓଡ଼ିଶା।